ଭାରତବର୍ଷର ବିଭିନ୍ନ ସ୍ଥାନରେ 6,600 କୋଟି ଟଙ୍କା ବ୍ୟୟରେ 28ଟି ରାଷ୍ଟ୍ରୀୟ ରାଜମାର୍ଗ ପରିଯୋଜନାର ଲୋକାର୍ପଣ ଓ ଭୂମି ପୂଜନ ଅନୁଷ୍ଠିତ ହୋଇଛି। ଏଥିମଧ୍ୟରେ 2,805 କୋଟି ବ୍ୟୟରେ 186 କିଲୋମିଟର ଲମ୍ବ ବିଶିଷ୍ଟ 2ଟି ଜାତୀୟ ରାଜପଥ ଓ 3,828 କୋଟି ଟଙ୍କା ବ୍ୟୟରେ 243 କିଲୋମିଟର ଲମ୍ବ 26ଟି ଜାତୀୟ ରାଜପଥ ଅନ୍ତର୍ଭୁକ୍ତ। ଏତଦ୍‌ବ୍ୟତୀତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ସାତପଡ଼ା ଓ ଜହ୍ନିକୁଦାକୁ ସଂଯୋଗ କରିବା ପାଇଁ NH 516 ର ଉଭୟ ପାର୍ଶ୍ୱରେ 1.5 କିଲୋମିଟର ବ୍ରିଜ୍ ସହ 1.5 କିଲୋମିଟର ରାସ୍ତା ପାଇଁ DPR ପ୍ରସ୍ତୁତ ହୋଇଛି। ଗୁରୁବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିଶ ଗଡ଼କରୀ ଭିସି ଯୋଗେ ଘୋଷଣା କରିଛନ୍ତି। ଏତଦ୍‌ବ୍ୟତୀତ ସିଦ୍ଧ ମହାବୀର ରେଳ ଓଭରବ୍ରିଜ୍ ପାଇଁ ଆଜି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। 137 କୋଟି 61 ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମିତ ହେବ। ଗୁରୁବାର ଦିନ ଶରଧାବାଲିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିସି ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଥିଲେ ଯେ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା 7,753 କିଲୋମିଟର ଜାତୀୟ ରାଜପଥ ନିର୍ମାଣ ଶେଷ ହୋଇଛି। 1.5 ଲକ୍ଷ କୋଟି ଟଙ୍କା ଓଡ଼ିଶାର ବିକାଶ ପାଇଁ ଖର୍ଚ୍ଚ କରାଯାଉଛି। 25,000 କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ 3ଟି ଇକୋନୋମିକ୍ କରିଡର କରାଯିବ। 6,253 କୋଟି ଟଙ୍କା ବ୍ୟୟରେ 111 କିଲୋମିଟର ବିଶିଷ୍ଟ ରିଙ୍ଗ ରୋଡ୍ ଭୁବନେଶ୍ୱରରେ ନିର୍ମିତ ହେବ। ଏହାଦ୍ୱାରା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଯାତାୟାତ ପଥ ସୁଗମ ହେବ। 2024-25 ସୁଦ୍ଧା 33,000 କୋଟି ଟଙ୍କା ବ୍ୟୟ କରାଯିବ। ଓଡ଼ିଶାରେ ନୟାଗଡ଼ ଟାଉନ୍ ବାଇପାସ୍ ପାଇଁ 300.33 କୋଟି, କନ୍ଦରପୁର ବାଲିକୁଦା ସେକ୍ସନ ପାଇଁ 499.79 କୋଟି, ବାଲିକୁଦା ମୂଳାଖଣି ପାଇଁ 511.54 କୋଟି, ରାୟଗଡ଼ା ବାଇପାସ୍ ପାଇଁ 323.76 କୋଟି ଟଙ୍କା ବ୍ୟୟବରାଦ ହୋଇଛି। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ 2024ରେ ନରେନ୍ଦ୍ର ମୋଦି ନିଶ୍ଚିତ ପ୍ରଧାନମନ୍ତ୍ରୀ ହେବେ। ଓଡ଼ିଶାରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଶରଧାବାଲିଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କେନ୍ଦ୍ର ରେଳ ସଞ୍ଚାର ଇଲେକ୍ଟ୍ରୋନିକ୍ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ, 1.5 ବର୍ଷ ପୂର୍ବରୁ ପୁରୀ ରେଳ ଷ୍ଟେସନକୁ ବିଶ୍ୱ ଐତିହ୍ୟସ୍ତରୀୟ ଷ୍ଟେସନରେ ପରିଣତ କରିବା ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବ। ପୁରୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଯୋଡ଼ିବା ପାଇଁ ଆସନ୍ତା ଅଗଷ୍ଟ ମାସରୁ ପୁରୀରୁ ଅଯୋଧ୍ୟା ପର୍ଯ୍ୟନ୍ତ ରେଳ ଲାଇନ୍ ବିଛାଯିବ। ଖୁବ୍ ଶୀଘ୍ର ପୁରୀରୁ କୋଣାର୍କ ରେଲୱେ ଲାଇନ୍ କରାଯିବ। କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ 2014 ମସିହାରେ ନରେନ୍ଦ୍ର ମୋଦି ଶାସନ ଭାର ଗ୍ରହଣ କରିଥିଲେ। 10 ବର୍ଷ ମଧ୍ୟରେ ଭାରତବର୍ଷ ତଥା ଓଡ଼ିଶା ଓ ପୁରୀ ପାଇଁ ଯାହା କାମ କରିଛନ୍ତି ତାହା ଆଖି ସାମ୍ନାରେ ରହିଛି। ରେଲୱେ ବାବଦରେ 2014 ମସିହାରେ ଓଡ଼ିଶାକୁ ମିଳୁଥିଲା 800 କୋଟି ଟଙ୍କା। ଏବେ ପ୍ରତ୍ୟେକ ବର୍ଷ ଓଡ଼ିଶାକୁ ମିଳୁଛି 10,000 କୋଟି ଟଙ୍କା। ସେହିଭଳି ଓଡ଼ିଶାରେ 40ରୁ 45 କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଥିବା ବେଳେ ଆଜି 450 କିଲୋମିଟର କାର୍ଯ୍ୟ ହେଉଛି। ଓଡ଼ିଶାକୁ ବିକଶିତ କରିବା ପାଇଁ ଏହା ହେଉଛି ମୋଦି ଗ୍ୟାରେଣ୍ଟି। 1994 ମସିହାରେ IAS ପାଇବା ପରେ 1999 ଜୁଲାଇ ମାସରେ ରଥଯାତ୍ରାରେ ମହାପ୍ରଭୁଙ୍କ ପହଣ୍ଡି ସମୟରେ ମାଜିଷ୍ଟ୍ରେଟ ଭାବେ ସେ କର୍ତ୍ତବ୍ୟ ସମ୍ପାଦନ କରିଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଭକ୍ତି ନିବେଦନ କରି ପୁରୀରୁ ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଗଡ଼ିଥିଲା ବୋଲି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ITDCର ଅଧ୍ୟକ୍ଷ ସମ୍ବିତ ପାତ୍ର ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ କରୋନା ସମୟରେ ନରେନ୍ଦ୍ର ମୋଦି 140 କୋଟି ଲୋକଙ୍କୁ 2ଟି ଲେଖାଏଁ ଟିକା ଦେବାର ବ୍ୟବସ୍ଥା କରି ଆମର ଜୀବନ ବଞ୍ଚାଇଛନ୍ତି। ତାଙ୍କର ଉଦ୍ୟମରେ ଆଜି 80 କୋଟି ଲୋକ ମାଗଣା ଚାଉଳ ପାଉଛନ୍ତି। ମୋଦିଙ୍କ ଯୋଗୁଁ ସବୁ କିଛି ସମ୍ଭବ। ଏହି ଶିଳାନ୍ୟାସ ଉତ୍ସବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ଉପାସନା ମହାପାତ୍ର, ଶଙ୍କର୍ଷଣ ପରିଡ଼ା, ଓମ୍ ପ୍ରକାଶ ମିଶ୍ର, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ପ୍ରମୁଖ ମଞ୍ଚେ ଆସିନଥିଲେ। ଜାତୀୟ ରାଜପଥ ଓ ସଡ଼କ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶେଷରେ ଶଙ୍କର୍ଷଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।